ସାଙ୍ଗମାନେ ଆମେମାନେ 2-3 ଦିନ ହେଲାଣି ପୁରା ମହା ସମସ୍ୟାରେ ଘେରିକି ଅଛି। ଗରମ କଥା କ'ଣ କହିବି, ଗରମ ତ ଏକଲା ଆମକୁ ହେଉନି, ସମସ୍ତଙ୍କୁ ହେଉଛି। ସବୁଆଡ଼େ ପ୍ରବଳ ମାତ୍ରାରେ ଗରମ। କିନ୍ତୁ ଆମର ଅସୁବିଧା କ'ଣ ହେଇଯାଇଛି କହିଲେ, ପହରଦିନ ସୋମବାରଠୁ ଆମର କରେଣ୍ଟ ନଥିଲା। ପୁରା 25-26 ଘଣ୍ଟା କରେଣ୍ଟ ନଥିଲା। ସୋମବାର ଦିନ ଜୋରଦାର କୁଆପଥର ବର୍ଷା ହେଲା। ବର୍ଷା ଯଦିଓ ବେଶୀ ସମୟ ହେଇନି, ହାୱା ପାଣି ଯେହେତୁ ଜୋରଦାର ହେଲା, ଗଛ ଡାଳ ପତ୍ର ତ ଭାଙ୍ଗିଗଲେ କରେଣ୍ଟର ସମସ୍ୟା ହୁଏ। ସେଦିନ କେତେ 4ଟା 4:30 ନୁହଁ, 4:30 4:45 ଭିତରେ ଏକ୍ଜାକ୍ଟ ଟାଇମ୍ଟା ମନରେ ପଡ଼ୁନି, ଆମର କରେଣ୍ଟ ପଳେଇଲା। ତ ଗତକାଲି ମଙ୍ଗଳବାର ପୁରା ସମାନ 6ଟା ବେଳକୁ କରେଣ୍ଟ ଆସିଲା। ଯେହେତୁ କରେଣ୍ଟ ନାହିଁ, ପାଣି ବି ସୋମବାର ଦିନ ଆସିନଥିଲା, କାଲି ମଙ୍ଗଳବାର ବି ପୁରା ଆସିଲାନି ଦିନ ସାରା। ସନ୍ଧ୍ୟା ବେଳକୁ ମାନେ ଗଣିକି 5-7 ମିନିଟ୍ ବି ପାଣି ଦେଇଛି କି ନାହିଁ, ମାନେ ସେତିକି। ପୁଣି ଆଜି ବି ପାଣି ଏପର୍ଯ୍ୟନ୍ତ ଆସିନି। ସମୟ ଏବେ କେତେ, 7:30, ସକାଳ 7:30। ନହେଲେ ଆମର ଏଠି ପାଣି 2 ଟାଇମ୍ ଆସେ, 3:30 3:45 ଭିତରେ ଆସିଯାଏ ଭୋରୁ। ଆଉ ଦିନ ବେଳେ ବି ସେମିତି ସେ ମାନେ 4ଟା 4:15 4:30 ଭିତରେ ପାଣି ଆସିଯାଏ। କଦବାଇ କ୍ୱଚିତ୍ କୋଉଦିନ ଡେରି ହୁଏ, ନହେଲେ ପାଣିର ସେମିତି ସମସ୍ୟା ନଥାଏ। ଆଉ ସଫିସିଏଣ୍ଟ ପାଣି, ପୁରା ଘଣ୍ଟେ ପାଣି ଆସେ, 45 ମିନିଟ୍ ଘଣ୍ଟେ ପାଣି ଆସେ। କିନ୍ତୁ ନା ସୋମବାର ଦିନ ପାଣି ଆସିଲା, ନା କାଲି ଯେଉଁ ସନ୍ଧ୍ୟାବେଳକୁ କରେଣ୍ଟ ଆସିଲା ପରେ 5-7 ମିନିଟ୍ ପାଣି ଦେଲା, ସେଟା ନାହିଁର ବରାବର ଭଳିଆ। ଆଜି ବି କ'ଣ ପାଣି ଆସିବନି କହୁଛନ୍ତି। ମୋତେ ତ ମାନେ କରେଣ୍ଟ ବିନା ଚଳି ହେଇଗଲା, ପାଣି ବିନା ତ ଚଳିବା ମାନେ ବଡ଼ ମୁସ୍କିଲ। ଟାଙ୍କିରେ ଯାହା ଯେମିତି ପାଣି ଅଛି ଏପର୍ଯ୍ୟନ୍ତ ତ ଚାଲିଛି, ଦେଖାଯାଉ ଆଗକୁ କ'ଣ ହେବ। ଅବଶ୍ୟ ଟିଓଲ୍ ଅଛି, କିନ୍ତୁ ବହୁତ ଦୂରରେ ଅଛି, ମୋ ଦେଇ ଆଣିବା ଯାଇକି ସମ୍ଭବ ନୁହଁ। ଦେଖାଯାଉ, କହୁଛନ୍ତି ପାଣି ଗାଡ଼ି ଆସିବ, କ'ଣ ହେଉଛି। ତ ସାଙ୍ଗମାନେ ଆପଣମାନେ ପାଣିର ରିଲିଫ୍ ନେଇକି ଆସନ୍ତୁ, ପାଣିର ଘୋର ସମସ୍ୟା ଆମର।